ବାଙ୍କିରେ ରହିଲୁ ମାଗ ନାମ ଚର୍ଚ୍ଚିକାଇ। ବାଙ୍କିର ଅଧିଷ୍ଠାତ୍ରୀ ଦେବୀ ରୂପେ ମା ଚର୍ଚ୍ଚିକା ନିଜ ଭକ୍ତମାନଙ୍କର ଶତ୍ରୁ ଦମନ କରିବା ସହିତ ତାଙ୍କ ଉପରେ କୃପା ବର୍ଷା କରି ସେମାନଙ୍କ ମନରେ ଅଦମ୍ୟ ସାହସ ଭରି ଦେଉଛନ୍ତି। ବର୍ତ୍ତମାନ ସମୟରେ ଆମେ ମନ୍ଦିରରେ ମାଙ୍କର ଯେଉଁ ସ୍ୱରୂପକୁ ଦେଖୁଛନ୍ତି ସେ ହେଉଛନ୍ତି ବାହ୍ୟ ଆବରଣ। ବାହ୍ୟ ଆବରଣର ଅନ୍ତରାଳରେ ମାଙ୍କର ଏକ ଅଷ୍ଟଭୁଜା ଚାମୁଣ୍ଡା ମୂର୍ତ୍ତି ରହିଛନ୍ତି, ଯାହା ଅତ୍ୟନ୍ତ ବିକରାଳ ହୋଇଥିବା କାରଣରୁ ତାଙ୍କ ସାମ୍ନାରେ ଆବରଣ କରିଦିଆଯାଇଛି। ମାଙ୍କ ମୂଳ ବିଗ୍ରହରେ ତାଙ୍କ କଟି ବକ୍ର ବା ବଙ୍କା ଥିବା କାରଣରୁ ମାଙ୍କ ନାମ ପୂର୍ବେ ବକ୍ରେଶ୍ୱରୀ ଥିଲା ଏବଂ ସେ କ୍ଷେତ୍ରରେ ନାମ ବାଙ୍କି ଥିଲା। ଲୋକକଥାରୁ ଜଣାପଡେ ଯେ ଋଷି ଯମଦଗ୍ନିଙ୍କ ଆଜ୍ଞାରେ ତାଙ୍କ ପୁତ୍ର ପରଶୁରାମ ନିଜ ମା ରେଣୁକାଙ୍କର ଶିରକୁ ଛେଦନ କରିଥିଲେ। ଯେତେବେଳେ ମାତା ରେଣୁକା ପୁନର୍ବାର ଜୀବନ ଦାନ ପାଇଲେ ସେତେବେଳେ ସେ ପୁତ୍ରକୁ ଅଭିଶାପ ଦେଇଥିଲେ। ଏହି ମାତୃ ଅଭିଶାପରୁ ମୁକ୍ତ ହେବା ପାଇଁ ପରଶୁରାମ ଆସି ମା ଚର୍ଚ୍ଚିକାଙ୍କ ଶରଣାପନ୍ନ ହୋଇଥିଲେ ଏବଂ ଏହି ସ୍ଥାନରେ ହିଁ ମାତୃ ଅଭିଶାପରୁ ମୁକ୍ତ ହୋଇଥିଲେ। ଷୋଳ ପୂଜା ସମୟରେ ମାଙ୍କ ପାଖରେ ଚଣ୍ଡୀପାଠ, ଆମିଷ ଭୋଗ ଏବଂ ବଳି ଶାସ୍ତ୍ରୀୟ ବିଧାନ ମତରେ ହୋଇଥାଏ। ଆପଣମାନେ ମଧ୍ୟ ଷୋଳ ପୂଜା ମଧ୍ୟରେ ମାଙ୍କ ପାଖକୁ ଯାଆନ୍ତୁ ଏବଂ ଅଭୟ ପ୍ରାପ୍ତି କରନ୍ତୁ। ଜୟ ମା ଚର୍ଚ୍ଚିକା।